ଜୟ ଜଗନ୍ନାଥ ସାଙ୍ଗମାନେ ସ୍ୱାଗତ କରୁଛି ମୋର ଆଜିର ବ୍ଲଗ୍କୁ। ତ ଆଜିର ସକାଳ ଆରମ୍ଭ ହୋଇଯାଇଛି ମୋର ଖିଆପିଆରୁ। ତ ସକାଳୁ ରୂପା ପାଇଁ ଅଣ୍ଡା ଆମଲେଟ୍ ନୁହେଁ ସରି ଅଣ୍ଡାର ଗୋଟେ ଆମେ ଏଇଟା ବନିଥାଏ ସବୁବେଳେ, ମୋତେ ବହୁତ ଟେଷ୍ଟ ଲାଗିଥାଏ। ତ ଏଇଟା ହେଉଛି ଅଣ୍ଡା ଭୁଜିଆ, ଯେଉଁଟାକି ରୁଟି ସାଙ୍ଗେ ଖାଇବା ବହୁତ ଟେଷ୍ଟ ଲାଗିଥାଏ। ତ ରୂପା ପାଇଁ ସକାଳୁ ସକାଳୁ ରୁଟି ଆଉ ଅଣ୍ଡା ଭୁଜିଆ ବନେଇଥିଲି। ତ ସିଏ ଖାଇକି ଦୋକାନ ବାହାରି ଯାଇଥିଲା। ତ ଆପଣ ଜାଣିଥିବେ ମୋର ସାଲନ୍ ଅଛି, ତ ସାଲନ୍ରୁ ରୂପା ବାହାରି ଯିବା ପାଇଁ। ତ ମୋର ଯେହେତୁ ଦେହ ଭଲ ନଥିଲା, ସେଥିପାଇଁ ମୁଁ ସାଲନ୍ କାମ ଏବେ ଟିକେ ଯାଇପାରୁନି କରିବା ପାଇଁ। କିନ୍ତୁ ମାଆର ଗୋଡ଼ ଯେହେତୁ ଭଲ ନାହିଁ, ମୋତେ ଘରେ ବି ରୋଷେଇ କରିବାକୁ ପଡ଼ୁଛି। କିଛି କିଛିଟା କରିଦେଉଛି, ମାଆ ସାଙ୍ଗରେ ହେଲ୍ପ ବି କରିଦେଉଛି ଅଳ୍ପ କିଛି। ସେମିତି ତ ବେଶୀ ନିଆଁ ପାଖରେ ଠିଆ ହେଇପାରୁନି ଦେହ ଭଲ ନାହିଁ ବୋଲି, କିନ୍ତୁ କିଛି ତ ହେଲ୍ପ କରିଦିଏ ମାଆ ସହିତ କାମରେ। ବେଶୀ ତ କାମ ମୋତେ ଆସେନି। ତ ସେମିତିରେ ରୂପା ପାଇଁ ଖାଇବା ସକାଳୁ ସକାଳୁ ବନେଇଥିଲୁ। ରୂପାର ମୋର ଖାଇଥିଲୁ। ମାଆର ଆଜି ଓଷା ବୁଧବାର, କିନ୍ତୁ ମାଆର ଆଜି ଓଷା। ତ ଆପଣମାନେ ଜାଣିଥିବେ ବୁଦ୍ଧି ଭବନ ଓଷା ଚାଲିଛି ଏବେ। ତ ମାଆର ଆଜି ଓଷା, ସିଏ ଖାଇବନି ଆଇଁଷ, ପିଆଜ ରସୁଣ ବି ଖାଇବନି, ତାର ତ ଆଜି ଓଷା। ତ ଆମେ ଦୁଇ ଜଣ କେବଳ ଖାଇଥିଲୁ। ଆଉ ଖାଇସାରିକି ସେ ତା ଦୋକାନ ବାହାରି ଯାଇଥିଲା, ଆଉ ମୁଁ ମୋ କାମରେ ଲାଗି ଯାଇଥିଲି। ତ ଖରାବେଳେ ଆଇଁଷ ହେଇନଥିଲା, କାରଣ ଘରେ ଆଇଁଷ ଆଣିବା ପାଇଁ କେହି ଘରେ ଲୋକ ନଥିଲେ। ତ ସକାଳୁ ଅଣ୍ଡା କେଉଁଟା ଆମେ ନେଇଥିଲୁ, ପାଖ ଦୋକାନରୁ ନେଇ ଆସିଥିଲୁ, ଦୁଇ ଜଣ ଯାକ ଖାଇ ଦେଇଥିଲୁ। କିନ୍ତୁ ଖରାବେଳେ ଆସିବା ପାଇଁ ଆଇଁଷ କରିବାକୁ କିଛି ନଥିଲା। ତ ଖରାବେଳେ ସେମିତି କିଛି ନର୍ମାଲ୍ ଖାଇବା ହିଁ ଅଛି। ତ ଚାଲ ଦେଖିବା ଫୁଲ୍ ବ୍ଲଗ୍ ଭିଡ଼ିଓ। ତୋରଟା ଖାଉ ନା କହିବି ଖାଇଛୁ ଖାଇବ ମୁଁ ଦେଖି ଦେଖା ଦଉଛି। ଖାଉନୁ ଢାଳୁ ମେହନତ ହଁ ରାଗ ଲାଗୁଛି। ବୁଧବାରଟାରେ ଆଳୁ ଚଟଣା, ଆଉ କ'ଣ କରିବା ଛାଡ଼। ଡାଲି ହେଇଥିଲା ବା, ଡାଲି ଖାଇବା ଇଚ୍ଛା ନାହିଁ। ଖାଇବୁ ଡାଲି ଆଣିବି? ନା ନା, କେଉଁ ଡାଲି ହେଇଥିଲା? ମୁଗ ଡାଲି, ହରଡ଼ ଡାଲି ଖାଉ। ମୁଗ ଡାଲି ହେଇଥିଲେ ମୁଁ ଆଣିଥାନ୍ତି, ଖାଇଥାନ୍ତି, ତ ଦେଇଥାନ୍ତି। ମୁଁ ଟିକେ ମୁଗ ଡାଲି ଖାଇବା ଇଚ୍ଛା ହଉନି। ଡାଲି ଖାଇବା ଚିଡ ଲାଗିଲା। ସବୁବେଳେ ସେ ଡାଲମା ହିଁ ଖାଉଛି, ଅପସନାଲ୍ ତ ଖାଇପାରିବେନି। ହଁ ଖାଇଲେ ପୋଡ଼ିବ। ତେଲ ପକେଇବାନି? ତେଲଟା କୋଉଠି ରଖିଦେଲି? ଏ ଥାଉ ଥାଉ ସେମିତି ଥାଉ। ଥାଉ ଯାଆନା ବୋଉ ଖା, ସେମିତି ଚଳିବ। ଭଲ ଲାଗିବନି? ଖାଇଲୁ ଟିକେ ଭଲ ଲାଗେନି ବରା। କାକୁଡ଼ିଟା ଫାଷ୍ଟ ଖାଇଦବା। ପୋଟଳ କଷା ଏଟା ସିଝା ହେଇଯାଇଥିଲା। ଆଳୁ ସିଝା ହେଇଯାଇଥିଲା ନା ପୋଟଳ ସିଝା ହେଇଯାଇଥିଲା? ଘିଅ ପକେଇଲୁ? ଆଉ ପକେଇବି? ଦେଖିବା ଦେଖ ତ ଲାଗୁଛି ନା ନାହିଁ, ହେଲା ଟିକେ ପକେଇ ଦେଇଛୁ। ଟିକେ ଝୋଳ ଝୋଳ ଏଟା ସୁଖା ସୁଖା କ'ଣ ମା କିଛି ଦେଖୁନି। କାଟା ପୋଟଳଟା ଭାଜି ଯେ ମୁଁ ମୋର କରିବି ତରକାରୀ, ଡାକିବି ମୋତେ। ମୋର ଆଳୁ ଛଡ଼ଉଥିଲି, ସେଠୁ ଗଲା ନିଜେ ନିଜେ। ତାକୁ ଚକଟିଲନି ମ। ଆଉ ଚକଟିବା ସେମିତି ଖାଇବେ? ଖାଇବିନି, ଲେମ୍ବୁ କାଟିଦେ। ଧନିଆ ପତ୍ର ଏଇନା ଚକଟିଦେଉଛି। ଲଙ୍କା, ଆଉରି ଲଙ୍କା କରେ ଚକଟି ଦେ ଗୋଳାନା। ଆଳୁ ହାତରେ ବାଜିଗଲେ ଆଉ ସେ ହାତ ଖସିବନି।
ଫାଷ୍ଟ ତେଲ ପକେଇଦେଲି, କ'ଣ ଜିରା ଚଟକେଇବି। ଡାଲଚିନି ଖାଇଲୁ ଏଇ କ'ଣ ପାଇଁ କହିଦେଲୁ ଖାଇଲୁ ସବୁ ଜାଗାରେ ନା ମୁଁ ସବୁ କାହିଁ କରିବି, ଅଦା କରିଦେ। ଓ ଏଇଗୁଟା କ'ଣ, ଏଇଗୁଡ଼ା ମୁଁ ଖାଇଦେବି ବା ସେମିତି। ରସୁଣ ଇଏ ପକାଇବେ, ଲଙ୍କା ରସୁଣ ଏବେ ପଡ଼ିବ। ସାଙ୍ଗେ ସାଙ୍ଗେ ପକେଇ ସବୁ ପକେଇଦେବି ରସୁଣ, ତାପରେ ପିଆଜ ପକେଇବି। କ୍ୟାପ୍ସିକମ୍ ପରେ ସେଇଠି କାଢ଼ି ଥୋଇବେ ତାପରେ ରାତିରେ ଆସିଲା ରୂପା ନେଇକି ଆସିଲା ପନିର। ତ ଭାବିଥିଲୁ ପନିରରେ କିଛିଟା କରିବା, ତ ପନିର ଚିଲ୍ଲି କରିଦେଇଛି। ତ ଫୁଲ୍ ରେସିପି ୟା ଦେହରେ ମୁଁ ଅପଲୋଡ଼ କରିଛି, ଆପଣମାନେ ଚାହିଁଲେ ରେସିପି ବି ଦେଖିପାରିବେ କେମିତି ବନା ହେଇଛି। ତ ଚାଲ ଦେଖିବା ଫୁଲ୍ ବ୍ଲଗ୍। ସେତିକି ପନିର ଆମର 4 ଜଣ ହେଇଯିବ। ବିଲାତି କାଙ୍କରା ଆଣିବେ, ଶସ୍ତା ଅଛି। ପଳେଇବି ନହେଲେ ସବୁ ଜାଗା ନହେଲେ ସେପଟେ ପଡ଼ିବେ, ଏପଟେ କିଛି ହେଇନଥିବ। ନହେଲେ ସବୁ ପନିର ଖାଇଦେବି। ତ ଆପଣମାନେ ଦେଖିଲେ ତ ଷ୍ଟେପ୍ ବାଇ ଷ୍ଟେପ୍ ମୁଁ କେମିତି ସବୁ ପରିବା ଆଡ଼୍ କଲି। ତ ଟମାଟୋ ମୁଁ ସବୁବେଳେ ଆଡ଼୍ କରିଥାଏ। ଟମାଟୋଟା କଞ୍ଚା ଟମାଟୋ ଆମେ ଆଦେହରେ ଆଡ଼୍ କରିଥାଉ, ତ ସେଟା ହାଲକା ହାଲକା ସିଝି ଯାଇଥାଏ, ତ ତା ଟେଷ୍ଟ କିଛି ଅଲଗା ହିଁ ଥାଏ। ତ ସେ ତାକୁ ପକାଇବାକୁ ଜମା ବି ଭୁଲିବେନି। ଯଦି ଆପଣଙ୍କୁ ଟମାଟୋ ବହୁତ ପସନ୍ଦ, ଟମାଟୋ ଏତେ ପସନ୍ଦ ନୁହେଁ, ତ ଆପଣ ଆଭଏଡ଼୍ କରିପାରିବେ, କାରଣ ଆଦେହରେ ଆମେ ସେମିତିରେ ବି କେଚପ୍ ବଗେରା ଦେବୁ। ତ ସେମିତିରେ ବି କେଚପ୍ ବଗେରା ଦେଲେ ବି ଲୋକକୁ ଟମାଟୋ ବହୁତ ପସନ୍ଦ। ମୋତେ ଟମାଟୋ ବେସିକାଲି ବହୁତ ପସନ୍ଦ। ମୋତେ ଟମାଟୋ ସିଝେଇକି ପୋଡ଼ିକି ସବୁ ପ୍ରକାର କରିକି ଖାଇଥାଏ। ତ ଆଜି ମୁଁ ବଢ଼ିଆ ସୁନ୍ଦର ଭାବରେ ଚିଲିଟା ବନେଇଛି। ତ ସୋୟା ସସ୍ ପକାଇବା ଜମା ବି ଭୁଲିନି। ଆଉ ହଁ, ଆଦେହରେ ମୁଁ ମସଲା ପକାଇଛି, ହାଲକା ଲଙ୍କାଗୁଣ୍ଡ, ହାଲକା ବହୁତ ହି କମ୍ ହଳଦୀ ଗୁଣ୍ଡ, ତ ଆପଣ ଦେଖିଥିବେ। ତା ଦେହରେ ଆମେ ହାଲକା ଆଡ଼୍ କରିଛି ସବ୍ଜି ମସଲା। ତ କରି ସବ୍ଜି ମସଲା ଆଡ଼୍ କଲେ ଆଦେହରେ ଟେଷ୍ଟ ବହୁତ ଭଲ ଆସିଥାଏ। ତାପରେ ମୁଁ ସୋୟା ସସ୍ ଆଡ଼୍ କରିଛି। ହଁ, ଲୁଣ ଜମା ବି ଏବେ ପକାଇବେନି, ନହେଲେ ସବୁଯାକ ପରିବା ସିଝିଯିବ। ତ ଲୁଣକୁ ଆଭଏଡ଼୍ କରିଛି, ଲୁଣ ପକାଇବାନି। ଆମେ ବଢ଼ିଆ ଭାବରେ ସବୁ ପରିବା ପତ୍ରକୁ ବଢ଼ିଆ ସେ ଗୋଳେଇ ସାରିଲା ପରେ ତ ହାଲକା ଚିଲ୍ଲି ସସ୍, ତାପରେ ହାଲକା ଆମେ ଆଡ଼୍ କରିବା ଟମାଟୋ ସସ୍। ଚିଲ୍ଲି ସସ୍ ଚାହିଁଲେ ଆପଣ ଆଭଏଡ଼୍ ବି କରିପାରିବେ, କାରଣ ଅଲରେଡ଼ି ଆଦେହରେ ଆମେ ଚିଲ୍ଲି ଆଉ ଟମାଟୋ ଦେଇଛେ। ତ ଲାଷ୍ଟକୁ ଆମେ ଲୁଣ ଆଦେହରେ ପକାଇବା ଆଉ ଖାଇବା। ଚାଲ। ନାଇଁ ମ କିଛି କହୁନି, କାଟିଦିଅ ସିଆଡୁ। ଦେଖୁଛୁ ସେ ଟୋକା ଚିପି ଦେଇଛି, ସେ କୁଆଡ଼େ ହେଇଯାଇଛି। ଆସୁନି ବସ ହେଇଯିବ। ଲୁଣ ପକା, ଲୁଣ ମତେ
ପକେଇବ ଯେ ମେଞ୍ଚିଆ ପକେଇବ ଲୁଣିଆ ଲାଗିବ ଯେମିତି ଗଳିବନି ଥାଉ। ହେଇଗଲା ଯା ତ ପୁଅ ଫୋନ୍ ମାରେ ପୁଅକୁ ଫୋନ୍ ମାରେ ମୁଁ ତ ନେଇନି ତୋ ଫୋନ୍ ଦେଇଦେଲି ସେଟା କ'ଣ ହଉ ଇଏ ହଉନାହିଁ ହବନି ରେଟି ଗୋଟେ ତ ତୋର ଦିଟା ମୋର ଗୋଟାଏ ମୁଁ ଗୋଟାଏ ଖାଇବି ମୁଁ ତ ଗୋଟାଏ ଖାଇବି ଗୋଟେ ଆଉ କ'ଣ ଗୋଟେ ଆଉ ଟମାଟୋଟା ନେବ ଟମାଟୋ ତ ମିଳିଯାଇଛି ଚୋପା ବଢ଼ିଆ ଖାଉଛୁ ତୁ ହ୍ୟାଲୋ ମାଲୋ ପେଟ କାଟିଲା ଖାଇଦେଲି କେମିତି ଲାଗୁଛି ଟେଷ୍ଟି ନା ଭଲ ଲାଗୁନା ମୁଁ କରିଛି ତୁ କରିଛୁ ରେସିପି ଯାର ହଁ ମୁଁ ମିଛ କହୁନା ନା ଜାଣ ମୁଁ ମିଛ କହିନି ଆସେନି ମା ଖାଇ ଆଉ କ'ଣ ଖାଇନୁ କ'ଣ କରୁଥିଲୁ କ'ଣ ଖା ନା ଏ ଖଣ୍ଡ ନେ ନଉନୁ ଖାଇବନି ଖାଇଲୁ ଦେଖିଲୁ ଖାଇଲୁ କ୍ୟାପ୍ସନ୍ ଖରାପ ହେଇଛଟା କେତେ ନେଲା 20 ନା କିଲୋ ହବ 200 250 300 ସବୁବେଳେ ତା ରେଟ୍ 400 ଉପରୁ ଥିବ କ'ଣ କମିବନି 250 300 300